पूजा केमती आप गाँव में होती आनंदित लगुच पूजा अनुष्ठान आम एमती 70 वर्ष आज्ञा 70 75 वर्ष अनुष्ठान केत वर्ष अनुष्ठान 75 वर्ष अनुष्ठान 75 वर्ष ये जो पूजा आप केमती पालन हो गाँव में पूजा आमर 7 दिन ये हुए पूर्णमी ठार 7 दिन होची ना कि तो पूजा आज शेष दिन पहुँचलानी कौन कहे केमती कौन आप आनंद लगुला केमती परिवेश लगुला पूरा आम चले भल भाव पूजा हुए नीति हुए नीतिकांति हुए केमती आप नीतिकांति सारे आप जो पिला माने प्रसाद पाती एवं केमती आनंद लगी था परिवेश नीति दुईटा नीति हुए राति गोटे नीति हुए दिन गोटे बड़ा नीति हुए सब गाँव लोक सब पिला खाती प्रथम दिन कौन था जो पूर्णिमा दिन जो कलश बुड़ा दिन बाल्य भोग हुए मैंने खाली महिषी घीर छड़ा है मालपा पूरी काकरा ये महिषी घीर तैयारी हुए ठाकुर भोग लगे भोग भोग लगी होता है प्रथम दिन में मैंने आप जो देखुं कौ जगह कौ गाँ मुआ आज्ञा मुआ ग्राम पंचायत भद्रक जिला आड़ी पंचायत मुआ ग्राम में पूजा होता है कौ मूर्ति माटी मूर्ति ना पितल मूर्ति आम माटी मूर्ति चलती पितल मूर्ति हम मंदिर है मंदिर 25टा हो सारापर पितल मूर्ति आसो माटी मूर्ति तैयारी हेनी कि पूजा चलो चलिए डेली नीति दि जाव एमती कौन माटी मूर्ति हो तो आम 7 दिन पालन करापर ठाकुर पालन दे दूँ मैंने माटी मूर्ति तो आपंकर विसर्जन कहे रमाकांत नायक ये जो आपंकर पूजा केमती कौन पूजा आमर फास्ट आरंभ है जो आमर थे पुणा कर्ता बाप मैंने जो समस्त जो आमर 40 घर बर्तमान हो गए सी से 12 घर बुझल ना 12 घर थे से आमर जो अनुष्ठान गढ़ले आमर छोट पिला ये पिला आईदे आम कृपांत बाबू से 20 वर्षर से मेट्रिक परीक्षा दे सारापर स्कूल ये से कमिटी गढ़ले गले आमर यादव सम्मिलनी ये कंडियार जाकि आम बापा मैंने मामू मैंने समस्ते आमर जो 12 जन थे से बापा बड़ बापा समस्ते से जाकि परामर्श नहीं आसले आसला बैतरणी माटी आनिले बैतरणी माटी आणिकी ये एमाने बसिकी गोटे कथा है अनुष्ठान गढ़ी तापर आमर पूजा आरंभ है माटीर आरंभ हो जो माटी मूर्ति आम तो देखुं जो जाऊँच अलग जगार विमान सज्जित होती विमान आमर है हवा चेष्टा चलती आमर ये मंदिर पितल मूर्ति सहित बुलूं माटी मूर्ति ग्राम आम देखुं गाँव मान आमर ये राधाकृष्ण ये हिसाब से होती किंतु जो आम विमान हम गोपपुर बुली थे घर घर श्रीकृष्ण
ତେଣୁ ରାଧା କୃଷ୍ଣ ଝିଅ ବିମାନ ତିଆରି କରି ନନ୍ଦ ତିଆରି କରି ଘରେ ଘରେ ସମସ୍ତେ ବୁଲିଲେ ଏଇ ନନ୍ଦ ଗୋପପୁରର ବୋଲି ସେଇଟା ଆମର ରହିଛି ବିମାନ ଆମର ଏଇ ମାଟି ନଥିଲା କିନ୍ତୁ ମାଟିଟାକୁ ଆମେ ଛୁଆ ପିଲା ଦେଖିବାର ଖୁସି ଆସି ହେବାର କିନ୍ତୁ ଆମେ ତିଆରି କରି ଅନୁଷ୍ଠାନ ଗଢ଼ିଛନ୍ତି ତେଣୁ ସେ ଚାଲିଛି ବିମାନ ପାଇଁ ଚେଷ୍ଟା କରାହେଉଛି। ବିମାନ ହେଲେ କେମିତି କ'ଣ ଆପଣ ଗାଁରେ ବାହାରିବେ ଶୋଭାଯାତ୍ରା କେମିତି ବାହାରିବେ? ବିମାନ ହେଲେ ଆମେ ଯିମୁ ମନ୍ଦିର ଯାଇକି ଯେଉଁମାନେ ଡକେଇଥିବେ ସେଠି ଯାଇକି ପହଞ୍ଚିକିନା ସେମାନେ ବିମାନର ପୂଜା କରିବେ ପୁଣି ଫେରିକି ଆସିବେ ମନ୍ଦିରକୁ। ତାହେଲେ ଆପଣ ଯେଉଁ କହିଲେ ବିମାନର ସଜ୍ଜିତ ହୋଇ ପୁଣି ପିତ୍ତଳ ମୂର୍ତ୍ତି ତ ଯିବ ମାଟି ମୂର୍ତ୍ତି ତ ଯାଇପାରିବନି? ନା ମାଟିରେ ଆଉ ତିଆରି ହେବନି। ତାହେଲେ ଆପଣ ପିତ୍ତଳ ମୂର୍ତ୍ତି ହେଇଗଲେ ମାଟି ମୂର୍ତ୍ତି ଆଉ ତିଆରି ହେବନି? ନା ମନ୍ଦିରରେ ପୂଜା ହୁଏ ସବୁଦିନ ନାକି? ଭାବିଛନ୍ତି ଛୁଆ ପିଲାମାନେ ଆଜିକାଲି ତ ଆମେ ଛାଡ଼ିଲୁନି ଅନୁଷ୍ଠାନର ଆମକୁ କର୍ତ୍ତା କରୁଛନ୍ତି କିନ୍ତୁ ଆମେ ଛାଡ଼ିଲୁନି ପିଲାମାନେ ଚାହୁଁଛନ୍ତି ଯେ ବିମାନ ଆଣିବେ ଆଉ ଗୁପୁରୁ ଆଣିକି ପିତ୍ତଳ ନା କ'ଣ ମୁଗୁନି ପଥର ଆଣିବେ ଆଉ ଏଠି ବୃନ୍ଦାବନରୁ ଆଣିବେ ରାଧା ଆଣିବେ ପିତ୍ତଳ ମୂର୍ତ୍ତି ଏ ଦୁଇ ମୂର୍ତ୍ତି ତିଆରି କରିକି ଏଠି ବସେଇବେ ତାପରେ ବିମାନ ତିଆରି କରିବେ। ବିମାନ ତିଆରି ଏଇ ଚେଷ୍ଟା ଚାଲିଛି ଆସନ୍ତା ବର୍ଷ ପାଇଁ କ'ଣ ଠାକୁର କରୁଛି ଇଚ୍ଛାମୟ ଠାକୁର ସେମିତି ତା ଇଚ୍ଛା ଯାହା ହେବ ସେ। ତାହେଲେ ଏଇ ପୂଜାଟା ତ ଆମେ ଦେଖୁଛନ୍ତି ଆପଣଙ୍କ ଜାତି ଭାଇ ଆପଣଙ୍କର ଯେଉଁ ପରମ୍ପରା ରହିଛି ସବୁ ଗାଁ କତୁରୁ ସରିଯାଏ ଯେତେ ଆପଣ ଜାତି ଭାଇ ମାନେ ରହିଲେ ଗୋପାଳ ଭାଇ ପରିବେଶ ସେ ପରିବେଶଟା କାହିଁ ଆପଣଙ୍କୁ ଏ ବର୍ଷଟା ଭଲ ଲାଗିଥାଏ ମାସଟା ତିଥି କାହିଁ ଭଲ ଲାଗିଥାଏ? ଏଇ ଯେଉଁ ବର୍ଷ ପରେ ସିଏ ହେଉଛି ଆମର ମିଳନ ପୂଜା ସିଏ ଗୋପପୁରର ସେଇ ମିଳନଟା ସିଏ ଆରମ୍ଭ କରିଥିଲେ ଆମର ଇଷ୍ଟ ଦେବତା ସେ ଆମର ବି କାମ କାର୍ଯ୍ୟ ଭଲ ମନ୍ଦ ହେଲେ ତାଙ୍କ ଗୋପବନ୍ଧୁ ଶ୍ରୀଚରଣ ଲେଖାଯିବ ଆଗେ ଲେଖାଯିବ ଲଗନର ଯେ ରାଜା କନିକା ନା ପୁରୀ ରାଜା ନାଁ ଲେଖା ତାପରେ ଗୋପବନ୍ଧୁ ଶ୍ରୀଚରଣର ନାଁ ଲେଖା ହେଇକିନା ଆମର ଲଗ୍ନ ଯିବ ବୁଝିଲ ନା ରାଧାକୃଷ୍ଣ ମୟୂର ଚନ୍ଦ୍ରିକା ଲେଖାଯିବ ସେ ଲଗ୍ନର ବୁଝିଲ ତେଣୁ କରିକି ଆମେ ଏମାନେ ଅନୁଷ୍ଠାନ ଗଢ଼ିଛନ୍ତି ଆମ ପିଲାମାନେ ଯାପରେ ଚଲେଇଛନ୍ତି ପିଲାମାନେ ଚାହୁଁଛନ୍ତି ଆମଠୁ ଆହୁରି ଉନ୍ନତି କରିବା ପାଇଁ କ'ଣ ହେଉଛି ଆମର ଯେ ଥାଏ ଆମର 72 ବର୍ଷ ମୋର ଆସି ହେଲାଣି କିନ୍ତୁ ମୁଁ ଏଠି 10-15 ବର୍ଷ ହେଲା ହେଉଥିଲି। ତଥାପି ଆପଣ ଦାୟିତ୍ୱ କେତେ ବର୍ଷ ହେଲା ନେଲେଣି? ଦାୟିତ୍ୱ ମୁଁ କର୍ତ୍ତାଙ୍କ ଠାରୁ ପୁରୁଣା କର୍ତ୍ତାଙ୍କ ଠାରୁ ଦାୟିତ୍ୱରେ କିଏ ଥିଲେ? ନା କହିଲ ସୁଚିସ୍ମିତା ପଲ୍ଲା। ଏ ଯେଉଁ ଆପଣ ପୂଜା କି ପୂଜା କେତେ ଦିନ ଚାଲିଥିଲା? 5 ଦିନ ଆଜି 7 ଦିନ ଏଥର ପଳାଇଛି। 7 ଦିନ ସବୁ ବର୍ଷ 5 ଦିନ ହୁଏ ନା କି? ଆଜ୍ଞା। ଏ ଯେଉଁ 5 ଆପଣ ପୂଜା କରୁଛନ୍ତି କେମିତି କ'ଣ ଆପଣ ଗାଁ ମାଟିରେ ପୂଜା ହେଉଛନ୍ତି ମାଟି ମୂର୍ତ୍ତି କେତେ ଆନନ୍ଦିତ ଲାଗୁଛି କେତେ ଖୁସି ଲାଗୁଛି ଆପଣମାନଙ୍କୁ? ବହୁତ ଆନନ୍ଦ ଲାଗୁଛି ଏଇଟାରେ ସବୁ ଗୋପାଳ ପରିମାନେ ସବୁ ଗୁରୁଜନ ମାନେ ସାହାଯ୍ୟ କରନ୍ତି ସମିତ ସହଯୋଗରେ ପୂଜା ହେଉଛି ନା ଗ୍ରାମବାସୀ ଆପଣଙ୍କର ଯେଉଁ ରହିଲେ ସମସ୍ତଙ୍କ ମାଟିରେ ଯେଉଁମାନେ ଆପଣଙ୍କର ବୁଦ୍ଧିଜୀବୀ ମାନେ ସମିତ ସହଯୋଗରେ ହେଉଛି। ଆଜ୍ଞା। କେମିତି କ'ଣ ପୂଜା ଲାଗୁଛି ଆଜି ଶେଷ ଦିନରେ ଆପଣ ପୂର୍ଣ୍ଣାହୁତି ହେବ କେତେ ଆନନ୍ଦିତ ଲାଗୁଛି ଆଉ କେତେ ଇଏ ଲାଗିଥାଏ ପରିବେଶ କେମିତି ଲାଗିଥାଏ? ବହୁତ ପରିବେଶ ଖୁସି ଲାଗିଥାଏ ବହୁତ ଆନନ୍ଦିତ ଲାଗିଥାଏ। ତାହେଲେ ଆପଣ ଆନନ୍ଦିତ ଏଇ ଯେଉଁ ବର୍ଷର ଥରେ ଅପେକ୍ଷା କରି ରହିଥାନ୍ତି ନା କ'ଣ କେମିତି? ଆଜ୍ଞା। ବର୍ଷର ଥରେ ଆଜ୍ଞା। ଏ ଯେଉଁ କ'ଣ ମାନେ ଯେଉଁମାନେ ରହୁଛନ୍ତି ବିଦେଶରେ ରହୁଛନ୍ତି ଆପଣ ଭାଇମାନେ ସେମାନେ ଆସୁଛନ୍ତି ନା ଏଠିକି? ଆଜ୍ଞା। ଆସନ୍ତି? ଆଜ୍ଞା। ନା କହିଲୁ ମା? ଲିପି ପୁଷ୍ପା ପଲ୍ଲାଇ। ଆଜ୍ଞା। ଲିପି ପୁଷ୍ପା ପଲ୍ଲାଇ। এই যে পূজা কি পূজা করা যাচ্ছে কেমতি কোন আপনার পূজা বিধি কার্য চালিছি আর কেত দিন ধরে চলতিলা? গোপবন্ধু পূজা 5 দিন ধরি ହୁଏ ଏଥର 7 ଦିନ ହେଉଛି ବହୁତ ଭଲ ଲାଗୁଛି ଆଉ ସମସ୍ତେ ମିଶିକି ପୂଜା ଆୟୋଜିତ କରିଛନ୍ତି ଆଉ ସମସ୍ତେ ମିଶିକି ଏ ପୂଜାରେ ଯୋଗ ଦେଇଛନ୍ତି ଆଉ ସମସ୍ତଙ୍କ ସହଯୋଗରେ ପୂଜା ବହୁତ ଖୁସିରେ ଆଉ ଭଲରେ ଏ ବର୍ଷ ହେଇଛି। ତଥାପି ଯେଉଁ ହେଉଛି ଆପଣ ଆମେ ତ ଗାଁରେ ଦେଖୁଛୁ ଟାଉନରେ ଯେଉଁ ସବୁ ବାହାରୁଛନ୍ତି ବିମାନରେ ସଜ୍ଜିତ ହୋଇ ସେଟା କେମିତି ଶୋଭାଯାତ୍ରାରେ ବାହାରୁଛନ୍ତି ଆଉ ଆପଣ ଗାଁ ମାଟିରେ କେମିତି କ'ଣ ପରିବେଶରେ ଦେଖୁ ଆମେ ମାଟି ମୂର୍ତ୍ତି ଯେଉଁ ପୂଜା ହେଉଛି ରାଧାକୃଷ୍ଣ ସେ ପୂଜାଟା କେମିତି କ'ଣ ହେଉଛି ଗାଁଠୁ ସହରରେ କେମିତି ପୂଜା ହେଇଥାଏ? ସହରଠାରୁ ଗାଁ ପୂଜାଟା ବହୁତ ଭଲ ଲାଗେ ଆଉ ଆନନ୍ଦ ଲାଗେ ଗାଁ ଲୋକମାନଙ୍କୁ ନେଇକି ପୂଜା ହୁଏ ନା ସେଠି କ'ଣ ସହରରେ ଲୋକମାନେ ଆସିବେ କିଛି ସମୟ ପାଇଁ ପୂଜା କରିକି ପଳେଇବେ ଏଠି ଆମର 7 ଦିନ 5 ଦିନ ପୂଜା ହୁଏ ସମସ୍ତେ ସହଯୋଗ କରନ୍ତି ସେଥିପାଇଁ ବହୁତ ଭଲ ଲାଗେ ଆଉ ଖୁସି ଲାଗେ। କାହିଁକିନା ଗ୍ରାମ ଅଞ୍ଚଳରେ ଟାଉନର ସମସ୍ତଙ୍କ ଯେଉଁ ଜାଗାକୁ ଯିବେ ପରିବେଶ ଅଲଗା ଥାଏ ନା କେମିତି କ'ଣ ଥାଏ? ପରିବେଶ ସବୁଆଡ଼େ ଅଲଗା। ମାନେ ଗାଁ ମାଟିରେ ପୂଜା ହେଲେ ଆପଣ ଗାଁରେ ପରିବେଶଟା ଅଲଗା ଥିବ ନା କି? ଆଜ୍ଞା। ଟାଉନରେ ଯେଉଁ ପୂଜା ହୁଏ ସେ ପରିବେଶଟା ଅଲଗା ଥାଏ। ଆଜ୍ଞା।
ତ ଗାଁରେ ଆପଣ ଯେଉଁ 7 ଦିନ ପୂଜା ଚାଲିଥିଲା ଆଜି ଶେଷ ଦିନରେ ଆପଣ କେମିତି କ'ଣ ଆଜି ପୂର୍ଣ୍ଣାହୁତି ଶେଷ କରିବେ? ପୂର୍ଣ୍ଣାହୁତି ତ ସମସ୍ତେ ଦେବେ, ଆଜି ବେଶୀ ପୂର୍ଣ୍ଣାହୁତି ବୋଲି ସମସ୍ତେ ଆସିଛନ୍ତି ଆଉ ବହୁତ ଭଲରେ ଭଲରେ ପୂଜା ଚାଲିଛି। ତାହେଲେ ଆଜି ସମସ୍ତଙ୍କ ସହଯୋଗରେ ପୂଜା ଶେଷ ହେଇଯିବ। ଆଜ୍ଞା ପୁଣି କେବେ ବର୍ଷେ ଅପେକ୍ଷା କରିବେ ଆଜ୍ଞା ଆସନ୍ତା ବର୍ଷକୁ? କେମିତି ଏ ଦିନ ଆସିବ ନା କି? କହିପାରିବୁ ମତେ ପଚାରୁଥିଲେ ଯେ ଠିଆ ହେଇଛି ଯେ କହିପାରିବେନି। ଇଏ ଆସିଲା ମାଷ୍ଟର ଆସିଲା ଫଟୋ ଉଠେଇବେ ଯେ ନାଁଟା କ'ଣ? କାଞ୍ଚନ ନାୟକ କ'ଣ କାଞ୍ଚନ ନାୟକ। ଏଇ ଯେଉଁ କି ପୂଜା ଆପଣଙ୍କର ଏଟା ହେଉଛି କେଉଁ ଗାଁ ଏଟା? ଦୋଳ ପୂର୍ଣ୍ଣମୀ ମୁଆଁ ଗାଁ। ମୁଆଁ ଗାଁ କି ମାନେ ଦୋଳ ପୂର୍ଣ୍ଣମୀ କତୁରୁ ହେଇଛି ପୂଜା? କେତେ ଦିନ ଧରି ଚାଲିଥିଲା? 65 ବର୍ଷ ହେଲାଣି। ଆଜ୍ଞା 65 ବର୍ଷ ହେଲାଣି। 65 ବର୍ଷ ଅନୁଷ୍ଠାନ ଯେ କିନ୍ତୁ ପୂଜା ଯେଉଁ ହେଉଥିଲା କେତେ ଦିନ ପୂର୍ଣ୍ଣମୀ କତୁରୁ ଆରମ୍ଭ ହେଇଛି? 5 ଦିନ ହଉଥିଲା, ଏ ବର୍ଷ 7 ଦିନ। ସବୁ ବର୍ଷ 5 ଦିନ ହୁଏ, ଏଥର 7 ଦିନ ହେଇଛି। ଏ 7 ଦିନର କ'ଣ ଆଜି ଯେଉଁ ଆପଣ ଶେଷ ଦିନରେ ପହଞ୍ଚିଲାଣି ଆପଣ କ'ଣ କେମିତି ପୂଜା ବିଧିରେ କାର୍ଯ୍ୟ କରୁଥିଲେ? କେତେ ଦିନ ଧରି 7 ଦିନର କେତେ ଆପଣ ଆନନ୍ଦିତ ହେଉଥିଲେ? ସମସ୍ତେ ଖୁସି ହଉଥିଲେ, ସବୁ ଭଲରେ ଚାଲିଛି। ସମସ୍ତେ ଖୁସି ବାସି ହୁଅନ୍ତି ଯେଉଁ ଏଇ ପୂଜାଟା ଆସିଲେ। ଆଉ ଆପଣ ପିଲାମାନେ ସବୁ କେଉଁଠି ରହୁଛନ୍ତି? ବାହାରୁ ଯେଉଁ ବିଦେଶରେ ରହୁଛନ୍ତି ସେମାନେ ଆସୁଛନ୍ତି ନା ନାହିଁ? ହଁ ରହୁଛନ୍ତି, ଆରଟରେ ଅଛନ୍ତି, ଆସୁଛନ୍ତି। ନା ନା ପିଲାମାନେ ଯେଉଁ ଆପଣଙ୍କର ଯେଉଁ ବିଦେଶରେ ରହନ୍ତି ଆପଣ ଗାଁର ପିଲାମାନେ ଆସନ୍ତି। ସେମାନେ ଏଇ ହୋଲି ଟାଇମ୍ରେ ଆସନ୍ତି ନା? ହଁ ବାହାରୁ ପିଲା ସବୁ ଆସନ୍ତି। କେତେ ଆପଣଙ୍କୁ ଖୁସି ଲାଗେ ଆପଣ ବାହାରେ ଯେଉଁ ପିଲାମାନେ ରହିକି ଆସୁଛନ୍ତି? ବହୁତ ଖୁସି ଲାଗେ। ବହୁତ ଖୁସି ଲାଗେ। ସମସ୍ତେ ଯେଉଁ ଦେଖନ୍ତି ଆପଣ ମେଳା ମାନେ ଯେଉଁ ପୁଅମାନେ ବିଦେଶରେ ରହୁଛନ୍ତି ଯେଉଁମାନେ ଆସିଥାନ୍ତି କେତେ ଆପଣ ପିଲାମାନେ ରହିଲେ ଭଲ ଲାଗେ? ବହୁତ ଭଲ ଲାଗେ। ଛୁଆମାନେ ବର୍ଷରେ ଥରେ ଆସନ୍ତି, ଖୁସି ହୁଅନ୍ତି, ଖର୍ଚ୍ଚ କରନ୍ତି। ତାହେଲେ ଆପଣମାନଙ୍କୁ ବହୁତ ଭଲ ଲାଗିଥାଏ ଆପଣ ପିଲାମାନେ ଆସିଲେ? ବର୍ଷରେ ଥରେ ଆସିବେ ଛୁଆ, ଆଉ ଭଲ ଲାଗେ। ଠିକ୍ ଅଛି। ମୋ ନାଁ ଅପରାଜିତା ବାରିକି। ଆଜ୍ଞା ଅପରାଜିତା ବାରିକି। ଏ ଯେଉଁ ଆପଣ ପୂଜା କି ପୂଜା କ'ଣ ପାଇଁ ଆପଣ ପାଳନ କରିଥାନ୍ତି? କେମିତି କ'ଣ ପୂଜା କେତେ ଦିନ ଧରି ଚାଲିଥିଲା? ଏ ପୂଜାଟି 5 ଦିନ ଧରି ହୁଏ। ଏଥର ଆମର 7 ଦିନ ହେଇଛି। ଆଜି ଶେଷ ପୂଜା ପହଞ୍ଚିଛି। ସେତେବେଳେ ଯେଉଁ ଆପଣଙ୍କର ପୂଜା ହୁଏ କେମିତି ଆପଣଙ୍କର ସାହି ଆପଣଙ୍କର ଯେଉଁ ରହିଲା ଗୋପାଳ ଭାଇ ପରିବାର ରହିଲେ ଆପଣଙ୍କ ପରିବାର କେମିତି ଏ ପୂଜାକୁ ପାଳନ କରିଥାନ୍ତି? ଆମର ଅନୁଷ୍ଠାନ ତରଫରୁ ସବୁ ଆସନ୍ତି, ଆଉ ସବୁ ଭଲ ଅନୁଷ୍ଠାନର ସବୁ କର୍ମକର୍ତ୍ତା ସବୁ ଦାୟିତ୍ୱ ନେଇକି ଭଲ ଭାବରେ ପାଳନ କରାଯାଏ। ତଥାପି ଆପଣଙ୍କର ମାଟି ମୂର୍ତ୍ତି ଯେଉଁ ପୂଜା ହେଉଛି ସମସ୍ତଙ୍କର ତ ବିମାନରେ ସଜ୍ଜିତ ହେଉଛନ୍ତି ଆପଣଙ୍କର ପିତ୍ତଳ ମୂର୍ତ୍ତି। ଏ ଯେଉଁ ମାଟି ମୂର୍ତ୍ତି ପୂଜା ଯେଉଁ କରାଯାଉଛି କେମିତି କ'ଣ ମାଟି କେବେ ଉଠାଯାଉଛି? କେମିତି କ'ଣ ତିଆରି ପୂଜା କରାଯାଉଛି? ମୁଁ ତ ଗାଁର ବୋଉ, ଯେତିକି ମୁଁ ଆସିଲା ପରେ 9 ବର୍ଷ ହେଲା ଦେଖୁଛି ମାଟି ମୂର୍ତ୍ତି ପୂଜା ହୋଇ ଆସିଛି। ତଥାପି ଆପଣ ଯାଉଥିବେ ସବୁଆଡ଼େ ମେଳା ଫେଳା ଯାଉଥିବେ ଯେଉଁ ଦେଖୁଥିବେ ବିମାନରେ ସଜ୍ଜିତ ହେଇକି ଯେଉଁ ଯାଉଛନ୍ତି ଇଏ ହେଇକି ପିତ୍ତଳ ମୂର୍ତ୍ତି। ଏ ଯେଉଁ ମାଟି ମୂର୍ତ୍ତି ଗାଁରେ ସବୁ ପୂଜା ହେଉଛନ୍ତି କ'ଣ ପାଇଁ ବିଧିରେ ପୂଜା ହେଉଛନ୍ତି? ମାଟି ମୂର୍ତ୍ତି ଆମ ଆଗରୁ ହେଇ ଆସିଛି, ପୂର୍ବପୁରୁଷମାନେ ସବୁ କରିଛନ୍ତି, ଆମେ ସେଇ ଇଏରେ ଚାଲିଛୁ ଆଉ। ବେଳୁରୁ ଯେଉଁଟା ଅଛି ସେ ବିଧି ଅନୁସାରେ ପୂଜା ହେଉଛି। ସେଟା ଯେଉଁ ଆପଣ ଆଜି ଯେଉଁ ପୂର୍ଣ୍ଣାହୁତି ହେବ ଆପଣମାନେ କ'ଣ ବନ୍ଦାପନା କରିବେ? କେତେ ଆନନ୍ଦିତ ଲାଗିବ ଆପଣମାନଙ୍କୁ? ଆନନ୍ଦିତ ତ ଲାଗିବ, ଯେହେତୁ ବର୍ଷର ଥରେ ଆସେ, ଆଉ ସବୁ ଖୁସିର ସହିତ ସମସ୍ତେ ମା ମାନେ ଅଛନ୍ତି, ମା ମାନେ ଅଛନ୍ତି ମାନେ ସବୁ ମିଶି ପୂଜା ସମାପନ କରିବୁ। ମାନେ କ'ଣ ମା ଯେଉଁ କହିଲେ କ'ଣ ଶେଷ ଦିନରେ ଆଜି ଶେଷ ପୂଜାରେ ପହଞ୍ଚିଛି ମାଙ୍କର। ପୁଣି ଅପେକ୍ଷା କରି ରହିବେ ଆସନ୍ତା ବର୍ଷ ପାଇଁ? ଆସନ୍ତା ବର୍ଷ ଅପେକ୍ଷା କରିବାକୁ ପଡ଼ିବ।